ଟଲ୍ ବ୍ରାହ୍ମଣୀ ମହିମା ଆଶ୍ରମରେ ନୂଆଖାଇ ପର୍ବ। ଶ୍ରାବଣ ମାସ ବିଦାୟ ନେଇ ଭାଦ୍ରବ ମାସର ଆଗମନ ପରେ ପଶ୍ଚିମ ଓଡ଼ିଶାଟି ନୂଆ ନୂଆ ଲାଗିଥାଏ। ସହର ବଜାରଠାରୁ ଆରମ୍ଭ କରି ପୁରା ପଲ୍ଲୀ ଉତ୍ସବ ମୁଖରିତ ହୋଇ ଉଠିଥାଏ। କାରଣ ଏହି ସମୟରେ ପଶ୍ଚିମ ଓଡ଼ିଶାରେ ପାଳିତ ହୁଏ ସବୁଠାରୁ ବଡ଼ ପର୍ବ ନୂଆଖାଇ ପର୍ବ। ବିଭିନ୍ନ ସମ୍ପ୍ରଦାୟର ଲୋକ ଭିନ୍ନ ଭିନ୍ନ ତିଥିରେ ନୂଆଖାଇ ପର୍ବ ପାଳନ କରୁଥିବା ବେଳେ ସମଗ୍ର ପଶ୍ଚିମ ଓଡ଼ିଶାରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ପରେ ପଞ୍ଚମୀ ଦିନରେ ମହା ଆଡ଼ମ୍ବର ସହକାରେ ନୂଆଖାଇ ପର୍ବ ପାଳନ କରିଥାନ୍ତି। କଳାହାଣ୍ଡି ଜିଲ୍ଲାର ଟଲ୍ ବ୍ରାହ୍ମଣୀ ଗାଁରେ ଥିବା ସତ୍ୟ ସନାତନ ଧର୍ମର ମହିମା ଆଶ୍ରମ ମଧ୍ୟ ଖୁବ୍ ମହା ଆଡ଼ମ୍ବର ସହକାରେ ନୂଆଖାଇ ପର୍ବ ପାଳନ କରିଥାଏ। ଭାଦ୍ରବ ମାସର ପ୍ରଥମ ଦିନରେ ନୂଆଖାଇ ପର୍ବକୁ ପାଳନ କରି ନବାନ୍ନ ଭକ୍ଷଣ କରିଥାନ୍ତି। ଏବର୍ଷ ମଧ୍ୟ ନୂଆଖାଇ ପର୍ବର ପ୍ରଥମ ଦିବସରେ ମହିମା ଆଶ୍ରମଟି ଖୁବ୍ ଚଳଚଞ୍ଚଳ ହୋଇ ଉଠିଥିଲା। ଶହ ଶହ ମହିମାଧର୍ମୀ ଭକ୍ତମାନେ ଆସି ମହିମା ଆଶ୍ରମ ପ୍ରାଙ୍ଗଣରେ ରୁଣ୍ଡ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମହିମା ଧର୍ମୀର ପୁରୁଷ ଏବଂ ମହିଳା ଆଶ୍ରମରେ ଏକତ୍ରିତ ହୋଇ ପ୍ରଥମେ ଶୂନ୍ୟ ବ୍ରହ୍ମକୁ ନବାଗ୍ନ ଅର୍ପଣ କରି ସାମୂହିକ ନବାଗ୍ନ ଭକ୍ଷଣ କରିଥିଲେ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀଙ୍କ ଚାଷ କାର୍ଯ୍ୟ ଆଗେଇ ପାରି ନଥିବା ଯୋଗୁଁ ଚାଷୀଙ୍କ ମୁହଁରେ ହସ ନଥିଲା। ସେଥିପାଇଁ ନୂଆଖାଇ ପର୍ବଟି ଫିକା ଫିକା ଲାଗୁଥିବା ଜଣାପଡ଼ିଥିଲା। କଳାହାଣ୍ଡି ଜିଲ୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, এবି ନ୍ୟୁଜ୍।